हेलो गाइस ମୁଁ ସେ ପଡ଼ିଆ ଭାରି ବଢ଼ିଆ ଚାଲନ୍ତୁ ଆଜି ଆମେ ବନେଇବା ବାଇଗଣ ଭର୍ତ୍ତାଟା କେମିତି ହେଉଛି ରେସିପି ଆପଣ ଦେଖନ୍ତୁ। ଚାଲନ୍ତୁ ଷ୍ଟାର୍ଟ କରିବା ବାଇଗଣ ଭର୍ତ୍ତା। ଦେଖନ୍ତୁ ବାଇଗଣ ଭର୍ତ୍ତା ପିଆଜ ଚପ୍, ଲଙ୍କା ଚପ୍, ଧନିଆ ଚପ୍, ସୋରିଷ ତେଲ, ପୋଡ଼ା ଯାଇଥିବା ବାଇଗଣକୁ ନେଇ ଆସିବେ। ଚାଲନ୍ତୁ ଏବେ ବାଇଗଣକୁ ଛଡ଼େଇବା। ଦେଖନ୍ତୁ ବାଇଗଣ ପୋଡ଼ିକି ପୁରା କଳା ହେଇଯାଇଛି। ଏବେ ଆମେ ଦେଖନ୍ତୁ ବାଇଗଣଟା ପୁରା ପୋଡ଼ିକି କଳା ହେଇଯାଇଛି। ଏବେ ଆମେ ତାକୁ ଛଡ଼େଇବା। ବାଇଗଣଟା ପୁରା ଗରମ ଅଛି, ଟିକେ ଥଣ୍ଡା ପାଣି ହାତ ହେଇଯିବା। ବାଇଗଣଟାକୁ ଛଡ଼େଇଦେବା। ଇଏରେ ମୋ ହାତ ପୋଡ଼ି ଯାଉଛି ଭାଇମାନେ। ଆପଣଙ୍କ ପାଇଁ କେତେ କଷ୍ଟ କରୁଛି। ଆପଣମାନେ ମୋ ଚ୍ୟାନେଲକୁ ଲାଇକ୍ ଆଉ ସବସ୍କ୍ରାଇବ୍ ସେୟାର କରନ୍ତୁ। ଆପଣମାନଙ୍କ ପାଇଁ ଏମିତି ବଢ଼ିଆ ବଢ଼ିଆ ଭିଡ଼ିଓ ଆଣିକି ଦେବି। ଆଉ ଆପଣମାନେ ଦେଖିବେ ନୂଆ ନୂଆ ରେସିପି। ଚାଲନ୍ତୁ ବାଇଗଣଟା ଫଟାଫଟ କରି ଛଡ଼େଇଦେବା। ହାତରେ ଚକୁଡ଼ି ହଉନି, ଗୋଡ଼ରେ ଚକୁଡ଼ିବା। ଗୋଡ଼ ନୁହେଁ ଟାଟାରେ ଚକୁଡ଼ିଦେବା। ତାପରେ ଚାଲନ୍ତୁ ଫ୍ରାଇ ପ୍ୟାନରେ ଆମେ ବନେଇବା। ଆସ ଦେଇଦେବା। ତାପରେ ଟିକେ ଫୁଟଣ ରଖିଥିବା। ଫୁଟଣଟା ଟିକେ ଫୁଟିଗଲା ପରେ ଗୋଟେ ଫୁଟେଇଦେବା ଭଲସେ। ଲଙ୍କା ଚପ୍, ପିଆଜ ଚପ୍ ପକେଇଦେବା। ତାପରେ ତାକୁ ଟିକେ ସତେ କରିଦେବା। ସତେ କରିଦେବା ଟିକେ। ତାପରେ ଆମେ ବାଇଗଣଟି ଚକୁଟିଟାକୁ ପକେଇ ଦେଇ ସଲ୍ଟ ଟିକେ ହଳଦୀ ପକେଇଲେ ଚଳିବ, ନ ପକେଇଲେ ଚଳିବ। ସଲ୍ଟ ଟିକେ ପକେଇଦେବା। ତାପରେ ତାକୁ ତାପରେ ଟିକେ ବାଡ଼େଇ ଷ୍ଟାଇଲ ହୋମ ଷ୍ଟାଇଲ ବାଇଗଣ ଭର୍ତ୍ତା। ଏବେ ଆମେ ତାକୁ ସର୍ଭ କରିଦେବା। ଡିଶଟି ନେଇ ଆସିବା। ବାଇଗଣଟାକୁ ରଖିଦେବା, ଟିକେ ପକେଇଦେବା। ଏବେ ବାଇଗଣ ଭର୍ତ୍ତା ଆମର ରେଡି।